ଶୁଣନ୍ତୁ ଆଜ୍ଞା, ଏବେ ସରକାର ନ୍ୟू ଅପଡେଟ୍ ଦେଇଛନ୍ତି। ଆଉ ମିଳିବନି କାଳିଆ ଟଙ୍କା। ଓଡ଼ିଶାରେ ନୂଆ ସରକାର ଗଠନ ପରେ ଏହାକୁ ବନ୍ଦ କରି ନୂଆ ଯୋଜନା ମଧ୍ୟ ଲାଗୁ କରାଯାଇଛି। ଅର୍ଥାତ୍ ଏଥର ଆଉ କୃଷକମାନଙ୍କୁ କାଳିଆ ଟଙ୍କା ମିଳିବନି, ବରଂ ତା ବଦଳରେ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ମିଳିବ। ସିଏମ୍ କିଷାନ ଯୋଜନାରେ ନୂଆଖାଇ ଅବସରରେ ଆସିବାକୁ ଯାଉଛି ଟଙ୍କା ଏବଂ ସେପ୍ଟେମ୍ବର 8 ତାରିଖରେ ନୂଆଖାଇ ପଡ଼ିବ। ଆଉ ଏହି ଅବସରରେ କୃଷକମାନଙ୍କୁ ଟଙ୍କା ମିଳିବ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ପୂର୍ବତନ ସରକାର କୃଷକମାନଙ୍କ ଆର୍ଥିକ ବୃଦ୍ଧି ପାଇଁ ଆରମ୍ଭ କରିଥିଲେ କାଳିଆ ଯୋଜନା। ଏହି କାଳିଆ ଯୋଜନାରେ ବର୍ଷକୁ 2ଟି କିସ୍ତିରେ 2 ହଜାର ଲେଖାଏଁ 4,000 ଟଙ୍କା ମିଳୁଥିଲା, ଯାହା ଏବେ ବନ୍ଦ ହୋଇ ସିଏମ୍ କିଷାନ ଯୋଜନାରେ ମିଳିବ। ଏହି ଯୋଜନାରେ ବର୍ଷକୁ 4,000 ଟଙ୍କା ମିଳିବ ନୂଆଖାଇ ଅବସରରେ ଏବଂ ଏହି ଟଙ୍କା କେଉଁମାନଙ୍କୁ ମିଳିବ ଶୁଣନ୍ତୁ। କେଉଁମାନେ ଏହି ନୂଆ ଯୋଜନାରୁ ବାଦ୍ ପଡ଼ିବେ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଯୋଜନା ପାଇଁ କିଏ ଯୋଗ୍ୟ ତାକୁ ନେଇ ସରକାର ପକ୍ଷରୁ ଏଯାଏଁ କୌଣସି ଘୋଷଣା ହୋଇନାହିଁ ଏବଂ କାଳିଆ ଯୋଜନା ବଦଳରେ ସିଏମ୍ କିଷାନ ଯୋଜନାରେ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ ଏହି ଯୋଜନାରେ ଟଙ୍କା ପାଇବାକୁ ଚାହୁଁଥିବା ଲୋକେ ସେମାନଙ୍କ ଆକାଉଣ୍ଟ ଚେକ୍ କରନ୍ତୁ ଏବଂ ଇ-KYC ହୋଇଛି କି ନା ନାହିଁ ତାହା ଚେକ୍ କରନ୍ତୁ। କାରଣ ଅନେକ ସମୟରେ ଇ-KYCର ତ୍ରୁଟି କାରଣରୁ ଅନେକ ସମୟରେ ଆକାଉଣ୍ଟକୁ ଟଙ୍କା ଆସିନଥାଏ। ଏପର୍ଯ୍ୟନ୍ତ ସିଏମ୍ କିଷାନ ଯୋଜନାରେ କୌଣସି ପୋର୍ଟାଲ ଆସିନାହିଁ, କୌଣସି ଲିଷ୍ଟ ମଧ୍ୟ ଆସିନାହିଁ, କିନ୍ତୁ ଟଙ୍କା ଆସିବ ବୋଲି ଘୋଷଣା ହୋଇସାରିଛି। ତେବେ କାଳିଆ ଯୋଜନାରେ ଯେଉଁମାନେ ଉପକୃତ ହେଉଥିଲେ ସେମାନେ ଏହି ଟଙ୍କା ପାଇବେ ନା ନାହିଁ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ। ଅପେକ୍ଷାରେ ରୁହନ୍ତୁ।